ଯେତେ ଚାହୁଁଛ ଟିକେ ସକାଳୁ ଜଲ୍ଦି ଉଠିକି ୱାର୍କଆଉଟ୍ କରିବୁ ୱେଟ୍ ଲସ୍ କରିବି, ସେଇଟା ତ ମୋ ଦ୍ୱାରା ହେଇପାରୁନି। ଆଉ ଆଜି 5-6 ମାସ ପରେ ଯାଇକି ଟିକେ ଅନହେଲ୍ଦି ଜିନିଷ ଖାଇଦେଇଛି। କ'ଣ ଭାବୁଛନ୍ତି ମ୍ୟାଗି ମସ୍, ତାକୁ ଟିକେ ଖାଇସାରିଲା ପରେ ବୋଉ ଏଠି କାଟୁଥିଲା ଶେଉଳ ମାଛ, ଯାହାକୁ ବାପା ଧରି ଆଣିଲେ ମାସେକ ପୂର୍ବରୁ। ତଥାପି ଆମେ ଖାଇନଥିଲୁ, ବାପା ଆସିବା ଖୁସିରେ ହିଁ ଖାଇବୁ ବୋଲି ଭାବିଥିଲୁ, କିନ୍ତୁ ବାପା ଯେହେତୁ ପଳେଇଛନ୍ତି ବୋଟ୍‌ରେ ଆମେ ସେଥିପାଇଁ ଭାବିଲୁ କି ଆମେ ଆକୁ ଖାଇଦେବା, ବାପା ଆସିଲେ ଆଉ କେବେ ଖାଇବା ଗୋଟେ ଆଣିକି ଆଉ। ଏତେ ସବୁ କଥା ଭିତରେ ସମୟ ଆସି ହେଇଗଲାଣି 1 ପାଖାପାଖି। ରିଲ୍ସ କରିକି ଥକିଯିବାରୁ ବଣ୍ଟି ଟିକେ ମୋର ଗୋଡ଼ ଚିପି ଦେଇକି ଆଙ୍ଗୁଳି ଗୁଡ଼ାକୁ ବି ଫୁଟେଇ ଦେଲା। ତାପରେ ପହଞ୍ଚିଗଲେ ଆସିକି ବାପାଙ୍କ ମଉସା, ମାନେ ମୋ ମାଆର ଭଉଣୀର ସ୍ୱାମୀ। ଯେହେତୁ ଆମ ଗେଲି ତ ପ୍ରଥମାଷ୍ଟମୀ ଗଲା, ତା ପରେ ପରେ ଜେଜ ଆସିଥିଲେ, ବଡ଼ ଆଣିକି ପିଠା ସହ ମିଠେଇ ଉଖୁଡ଼ା ବି ଦେଇଥିଲେ। ଜେଜ କହିଲେ ମୋ ଦାନ୍ତରେ ଏଗୁଡ଼ା ହେବନି, ମୁଁ ଖାଇବିନି, ତ ସେଥିପାଇଁ ତାଙ୍କ ନାଁରେ ମୁଁ ଗାଁ ହେଇଗଲି। ଆଉ ମାଆ ଏଠି ମୋତେ ପଚାରୁଥିଲେ ଆସିଥିଲେ କୁଆଡ଼େ, ଜେଜ ଏଠି କ'ଣ କହୁଛନ୍ତି, ଚାଲନ୍ତୁ ତାଙ୍କ କଥା ଟିକେ ଶୁଣିବା। ତମ ତ ଭତ୍ତା 3500 ମିଳୁଛି ସେଇ ପଇସା। ଓହୋ। ପଞ୍ଚେଇରା ତା କ'ଣ ହେଇନି, 80 ହେଇନି? 80 ଗମାପନି ଦିନ ଠାରୁ ହେଲାଣି। ତମେ ତାକୁ କେତେ ବର୍ଷ 10 ବର୍ଷ କିନି ପଳେଇ ଆସିଲ ପଳେଇ ଆସିଲ ମଉସା ମାଉସୀ 90 ହେଇଗଲା 80 ହେଇଗଲା କି 80 ହେଇଗଲା ଭତ୍ତା ଲାଗୁ କରନି। ଭତ୍ତା ଲାଗୁ କରିବା। ମୁଁ ତାକୁ କହିଲି ପଇସା ପତ୍ର କୋଉଠି ରଖିଛୁ ଆଣେ, ମୁଁ ଯିବି ନରସାଇ। ସେ ତାର ପର୍ସନାଲ କହିଲେ ମୁଁ ଯାଉଛି ବୁଝୁଛି। ଜେଜେଙ୍କୁ ଆସି 92 ବର୍ଷ ହେଇଗଲାଣି, ତଥାପି ସେ କେତେ ଷ୍ଟ୍ରଙ୍ଗ ଅଛନ୍ତି ଦେଖିପାରୁଛନ୍ତି ତ ଆପଣ। ପୁରୁଣା କାଳିଆ ଲୋକଙ୍କ ଭିତରେ କିଛି ଅଲଗା ଏନର୍ଜି ଥାଏ। ତାଙ୍କ ସହିତ ଟିକେ ଭିଡ଼ିଓ କରିଦେଲି, ଜେଜ କହୁଛନ୍ତି ହେଇରେ ଦେଖ ମୋର ସିଏ ଫଟୋ ଉଠେଇ ଦେଲାଇ। ଏଇସବୁ ଭିଡ଼ିଓ ଗୁଡ଼ାକ ସ୍ମୃତି ହେଇକି ରହିଯିବ। ମୋ ଜେଜେଙ୍କୁ ତ ମୁଁ କେବେ ଦେଖିନି, ଏଇ ଜେଜେଙ୍କୁ ଦେଖିଦେଇକି ମୋ ଜେଜେଙ୍କୁ ମୁଁ ତାଙ୍କ ଭିତରେ ହିଁ ଦେଖିଦେଉଛି।